ତାଙ୍କର ହାତ ନଥିଲେ କ'ଣ ହେଲା? ପ୍ରେମ କ'ଣ ହାତରୁ ହୁଏ କି? ତାଙ୍କ ପାଖରେ ମନ ତ ଅଛି ନା, ଆଉ ପ୍ରେମ ତ ସେଇ ମନରୁ ହୁଏ। ତାଙ୍କର ହାତ ନଥିଲେ କ'ଣ ହେଲା? ତାଙ୍କ ପାଖରେ ହୃଦୟ ତ ଅଛି, ଯେଉଁ ହୃଦୟରେ ମୁଁ ମୋ ଘର କରିସାରିଛି। ଆଉ ସେ ମୋ ପାଇଁ ମୋ ଜୀବନ। ମୁଁ ତାଙ୍କ ସହ ବେଶ ଖୁସିରେ ଅଛି। ଆଉ ଆମର ବି ଗୋଟେ ପୁତ୍ର ସନ୍ତାନ ଅଛି। ୟାଠୁ ଅଧିକ କ'ଣ ଦରକାର? ତାଙ୍କର ହାତ ନଥିଲା କ'ଣ ହେଲା? ମୋର କ'ଣ ହାତ ନାହିଁ କି? ମୁଁ ତାଙ୍କୁ ମୋର ଏଇ ହାତରେ ଖୋଇଦେବି। ତାଙ୍କୁ ମୁଁ ମୋ ହାତରେ ସଜେଇ ଦେବି। ମୁଁ ତାଙ୍କୁ ମୋରି ହାତରେ ପ୍ୟାଣ୍ଟ ସାର୍ଟ ପିନ୍ଧେଇ ଦେବି। ଏ କଥା ଥିଲା ସେଇ ସ୍ତ୍ରୀର, ଯିଏ ଜଣେ ଦିବ୍ୟାଙ୍ଗକୁ ଜୀବନସାଥୀ ରୂପେ ପାଇ ବେଶ ଖୁସି ଥିଲେ। ଏ କାହାଣୀ ନୁହେଁ ଆଜ୍ଞା, ପ୍ରେମ କରି ବାହା ହେଇଥିବା ଏ ସ୍ତ୍ରୀର ଅକୁହା କଥା, ଯାହାର ସ୍ୱାମୀ ଜଣେ ଦିବ୍ୟାଙ୍ଗ ଥିଲେ। 2017 ମସିହାରେ ଏହି ଅଞ୍ଜଳି ପ୍ରେମ କରି ଗୁଲଶନକୁ ବିବାହ କରିଥିଲେ। ଆଉ ସେବେଠୁ ତାଙ୍କ ସଂସାର ରଥଟା ବେଶ ହସ ଖୁସିରେ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ପୁରା କାହାଣୀ ଜାଣିବା ପୂର୍ବରୁ ଏ ଦିବ୍ୟାଙ୍ଗ ଗୁଲଶନଙ୍କ ବିଷୟରେ ଜାଣିବା ନିହାତି ଦରକାର ଆଜ୍ଞା। ଆଉ ସେଇ ଗୁଲଶନର ସଂଘର୍ଷମୟ କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ଆଜ୍ଞା। ହଁ ଆଜ୍ଞା, ହାତ ନାହିଁ କିନ୍ତୁ ବେଶ ଭଲ ଭାବରେ ପଢ଼େଇ ପାରୁଥିବା ଏହି ସାର୍ଙ୍କ ଉପରେ ଟିକିଏ ନଜର ପକାନ୍ତୁ। ଏ ଦୃଶ୍ୟ ହୁଏତ ସେହି ଦିବ୍ୟାଙ୍ଗମାନଙ୍କୁ ଭାବିବାକୁ ବାଧ୍ୟ କରିବ, ଯେଉଁମାନେ ଭାବନ୍ତି ଆମେ ଦିବ୍ୟାଙ୍ଗ ଆମ ଜୀବନରେ କିଛି ବି କରିପାରିବୁନି। କିନ୍ତୁ ଏ କାହାଣୀ ଦେଖିଲେ ଆପଣ ବି କହିବେ, ସତରେ ଏ ଭାଇକୁ ଆମର 100 ସଲାମ। 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହିଥିବା ମା ପେଟରୁ ଯେତେବେଳେ ଗୋଟେ ପିଲା ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ, ସେତେବେଳେ ସେଇ ମା ମନ ଭିତରେ କ'ଣ ବିତୁଥିବ ସେ କଥା କେବଳ ତାଙ୍କୁ ହିଁ ଜଣାଥିବ ଆଜ୍ଞା। ହେଲେ ସେ ଦିବ୍ୟାଙ୍ଗ ପୁଅ ଯେତେବେଳେ ସଂଘର୍ଷର ସବୁ ସୀମା ପାର କରି ସମସ୍ତଙ୍କୁ ଚକମା ଦେଇ ସଫଳତା ପାଏ, ସେତେବେଳେ ସବୁଠୁ ବେଶୀ ଖୁସି ସେଇ ମା ହୁଏ ଆଜ୍ଞା। ଏ କାହାଣୀ ଥିଲା ସେଇ ଦିବ୍ୟାଙ୍ଗ ଗୁଲଶନର କାହାଣୀ, ଯିଏ ଜନ୍ମରୁ ଦିବ୍ୟାଙ୍ଗ ଥିଲେ। ଆଉ ତାଙ୍କର ଦୁଇଟି ଯାକ ହାତ ବି ନଥିଲା। ସେଦିନ ପୁରା ପରିବାର ଗୁଲଶନର ଏମିତି ପରିସ୍ଥିତି ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସମୟ ଅନୁସାରେ ଗୁଲଶନ ବଡ଼ ହୁଅନ୍ତି, ଆଉ ସ୍କୁଲ ଯାଇ ପାଠ ବି ପଢ଼ନ୍ତି। ହାତ ସିନା ନଥିଲା, ହେଲେ ଗୋଡ଼ରେ ସେ ସୁନ୍ଦର ଭାବରେ ଲେଖିପାରୁଥିଲେ। ଆଉ ବହିର ପୃଷ୍ଠାକୁ ଗୋଡ଼ରେ ଓଲଟେଇ ଭଲ ଭାବରେ ପଢ଼ି ବି ପାରୁଥିଲେ। ସେ ବହିର ପୃଷ୍ଠା ଓଲଟେଇବା ବେଳେ ସେ ତାଙ୍କ ଜୀବନର ପୃଷ୍ଠା ଓଲଟାଉଛନ୍ତି ବୋଲି ନିଜେ ନିଜେ ଭାବୁଥିଲେ। ତାଙ୍କର ସେ ସଂଘର୍ଷ ତାଙ୍କୁ ଧୀରେ ଧୀରେ ସଫଳତା ଆଡ଼କୁ ଟାଣି ନେଉଥିଲା। ଆଉ ସେ ଭଲ ନମ୍ବର ରଖି ପାସ୍ କରିବା ସହିତ ସଫଳତା ପରେ ସଫଳତା ପାଇ ଚାଲିଥିଲେ। ଶେଷରେ ଇଣ୍ଟରଭ୍ୟୁରେ ଭଲ କରି ସ୍କୁଲରେ ଶିକ୍ଷକତା କରିବାକୁ ସରକାରଙ୍କ ଦ୍ୱାରା ଚୟନ ହୋଇଥିଲେ। କିନ୍ତୁ ସେଦିନ ସ୍କୁଲରେ ପହଞ୍ଚିବା ପରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଭାବିଥିଲେ ୟାଙ୍କର ତ ହାତ ନାହିଁ, ସେ କ'ଣ ପିଲାମାନଙ୍କୁ ପାଠ ପଢ଼ାଇବେ? ହେଲେ ଗୁଲଶନ ସମସ୍ତଙ୍କ ଭାବନାକୁ କିଛି କ୍ଷଣରେ ବଦଳାଇ ଦେଇଥିଲେ। ଆଉ ସମସ୍ତଙ୍କ ମନର ଶଙ୍କାକୁ ଦୂର କରି ଖୁବ୍ କମ୍ ଦିନରେ ସବୁ ଛାତ୍ରଛାତ୍ରୀଙ୍କର ପ୍ରିୟ ଶିକ୍ଷକ ପାଲଟି ଯାଇଥିଲେ। ତାଙ୍କ ପଢ଼ାଇବାର ଶୈଳୀ ଆଉ ବୁଝାଇବାର ସେ ସରଳତା ଗୁଲଶନଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ମନର ସବୁ ଭୁଲ ଧାରଣାକୁ ବଦଳାଇ ଦେଇଥିଲା। ସେ ଅତି ଅଡ଼ୁଆ ଗଣିତକୁ ସହଜରେ ସରଳ କରି ବୁଝାଇ ପାରନ୍ତି। ଆଉ ଇଂରାଜୀର ଶବ୍ଦକୁ ସହଜ କରି ବୁଝାଇବାରେ ସେ ମାହିର ଥିଲେ। ହାତ ନଥିଲେ କ'ଣ ହେଲା? ଗୋଡ଼ରେ ଚକଖଡ଼ି ଧରି ବେଶ ଭଲ ଭାବରେ କଳାପଟାରେ ଲେଖି ବୁଝାଇ ପାରୁଛନ୍ତି ଗୁଲଶନ। ଖାଲି ସେତିକି ନୁହେଁ ଆଜ୍ଞା, ଗୁଲଶନ ଏମିତି ପାଠ ପଢ଼ାନ୍ତି ଯେ ଆଖପାଖ ସ୍କୁଲର ପିଲାମାନେ ବି ତାଙ୍କ ପାଖକୁ ପଢ଼ିବାକୁ ଆସନ୍ତି। ଏବେ ଗୁଲଶନ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଥିଲାବେଳେ ତାଙ୍କର ଏହି ଚମତ୍କାର ସଫଳତା ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ପିଲାଦିନେ ଅନେକଙ୍କ ପାଖରୁ ଥଟ୍ଟା ପରିହାସ ଶୁଣି ଶୁଣି ନିଜକୁ ଏତେ ଶକ୍ତିଶାଳୀ ବନେଇ ଦେଇଛନ୍ତି ଯେ କେବେ ଦୁଃଖ ତାଙ୍କୁ ଭାଙ୍ଗିବାକୁ ଦେଇନି, କି ଜୀବନର ମୂଲ୍ୟବୋଧକୁ ବୁଝିବାରେ କେବେ ଭୁଲ କରିନାହାନ୍ତି। ପିଲାବେଳୁ ସଂଘର୍ଷ କରି ପାଠ ପଢ଼ିବା, ଭଲ ନମ୍ବର ରଖି ପାସ୍ କରିବା, ଆଉ ଶେଷରେ ଚାକିରି ପାଇ ସଫଳ ହେବା, କେଉଁଠି ନା କେଉଁଠି ଗୁଲଶନ ସବୁ ଦିବ୍ୟାଙ୍ଗଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଖାଲି ସେତିକି ନୁହେଁ, ପ୍ରେମ କରି ଅନେକ ଧୋକା ଖାଉଥିବା ବେଳେ ହାତ ନଥାଇ ବି ଅଞ୍ଜଳି ଗୁଲଶନ ପ୍ରେମରେ ପଡ଼ିବା ଆଉ ତାଙ୍କ ସହ ଘର ସଂସାର କରି ତାଙ୍କର ସବୁ ସେବା କରିବା, କେଉଁଠି ନା କେଉଁଠି ପ୍ରେମ କରି ଧୋକା ଦେଉଥିବା ପ୍ରେମିକ ପ୍ରେମିକାମାନଙ୍କୁ ପ୍ରେମର ପରିଭାଷା ବୁଝାଇ ଦେଉଛି। ଗୁଲଶନ ଅଞ୍ଜଳିଙ୍କ ପ୍ରେମ କାହାଣୀ ସହିତ ଗୁଲଶନ ସାର୍ଙ୍କ ସଂଘର୍ଷମୟ କାହାଣୀ ଯଦି ଆପଣଙ୍କୁ ଭଲ ଲାଗିଥିବ, ତେବେ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ କମେଣ୍ଟ କରି ଗୁଲଶନ ସାର୍ଙ୍କ ସଫଳତା ଆଉ ତାଙ୍କ ପରିବାରର ଖୁସି ପାଇଁ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।